ଭିତର ବେଢ଼ାର ବାୟବ କୋଣରେ ଚୋଡ଼ଗଙ୍ଗ ନିର୍ମିତ ଓ କାରୁକାର୍ଯ୍ୟ ଶୋଭିତ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ଅବସ୍ଥିତ। ବିମାନ, ମୁଖଶାଳା ଓ ଜଗମୋହନ ନେଇ ଏ ମନ୍ଦିର ପ୍ରତିଷ୍ଠିତ। 2 ଗୋଟି ପଦ୍ମ ତଥା ବରାଭୟ ମୁଦ୍ରାଧାରିଣୀ ବିଷ୍ଣୁଙ୍କ ଘରଣୀ ଲକ୍ଷ୍ମୀ ଏଥିରେ ବିଦ୍ୟମାନ। ଶ୍ରୀମନ୍ଦିର ଭିତର ବେଢ଼ାସ୍ଥ ଦେବାଦେବୀମାନଙ୍କ ମଧ୍ୟରେ କେବଳ ଲକ୍ଷ୍ମୀକୁ ସ୍ୱତନ୍ତ୍ର ଅର୍ପଣ ବିଧି ପ୍ରଚଳିତ ଅଛି। ଏଥିନିମନ୍ତେ ଲକ୍ଷ୍ମୀଙ୍କର ସ୍ୱତନ୍ତ୍ର ରୋଷଘର ଅଛି, ଯହିଁରେ କାକରା, ସୁଜି ଗଜା, ମାଣ୍ଡୁଅ, ମୋହନ ଭୋଗ, ଡାଳିମ୍ବ, ପୁଳି, ଅମାଲୁ ଓ ପୋଡ଼ପିଠା ପ୍ରଭୃତି ପ୍ରସ୍ତୁତ ହୋଇ ଲକ୍ଷ୍ମୀ ଦେବୀଙ୍କୁ ଅର୍ପଣ କରାଯାଏ। ପ୍ରାବନ୍ଧିକ ଓ ଗବେଷକଙ୍କ ଜଗବନ୍ଧୁ ପାଢ଼ୀଙ୍କ ମତରେ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ଯେଉଁ କାରୁକାର୍ଯ୍ୟ ମଣ୍ଡିତ ଭବ୍ୟ ଚତୁରାୟତନ ମନ୍ଦିରଟି ସଗୌରବେ ବିଦ୍ୟମାନ, ତାହାର ଅଧିଷ୍ଠାତ୍ରୀ ଦେବୀ ମହାଲକ୍ଷ୍ମୀ। ମହାଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ପରମ ଶକ୍ତି ସ୍ୱରୂପା, ତାଙ୍କର ପରିଣୀତା ପତ୍ନୀ। ପୁରାଣ ଓ ତନ୍ତ୍ରଶାସ୍ତ୍ରର ବର୍ଣ୍ଣନା ଅନୁସାରେ ସେ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ଅଯୋଗିନୀ ସମ୍ଭୂତା ଦେବୀ, ଧନ ସମ୍ଭୂତି, ରୂପଲାବଣ୍ୟ ତଥା ସକଳ କଲ୍ୟାଣର ଅଧିଷ୍ଠାତ୍ରୀ ଦେବୀ ମହାଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ନିତ୍ୟ ସହଚରୀ। ଶ୍ରୀଯୁକ୍ତ ଭାସ୍କର ମିଶ୍ରଙ୍କ ଭାଷାରେ ଲକ୍ଷ୍ମୀ ମନ୍ଦିରରେ ପାଳିତ ବିଭିନ୍ନ ପର୍ବପର୍ବାଣୀ ନୀତି ମଧ୍ୟରେ ପ୍ରଥମାଷ୍ଟମୀ, ଓଢ଼ଣ ଷଷ୍ଠୀ, ବସନ୍ତ ପଞ୍ଚମୀ, ଅକ୍ଷୟ ତୃତୀୟା, ରୁକ୍ମିଣୀ ବିବାହ, କୁମାର ପୂର୍ଣ୍ଣିମା ତିଥି ଅନ୍ୟତମ।